ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ସେହି ଗୀତ ସଂହିତା 91 ପର୍ବର 9 ପଦରୁ ଆରମ୍ଭ କରି ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦେବା ପାଇଁ ଚାହେଁ ଯେ ଗତ ପାଠରେ ଆମେ ପ୍ରଭୁ ଯୀଶୁଙ୍କର ସେହି ପୁନରୁତ୍ଥାନର ବିଷୟକୁ ଲକ୍ଷ୍ୟ କରିଥିଲୁ। ସେ ଯେ ଆମମାନଙ୍କର ଉଦ୍ଧାରକର୍ତ୍ତା, ସେ ଯେ ଆମମାନଙ୍କର ପରିତ୍ରାଣକର୍ତ୍ତା, ସେ ଯେ ଆମମାନଙ୍କର ମୃତ୍ୟୁଞ୍ଜୟୀ, ତା ମଧ୍ୟ ଆମମାନେ ଲକ୍ଷ୍ୟ କରିଥିଲୁ। ଆଉ ଆଜି ମଧ୍ୟ ତହିଁର କ୍ରମଶଃ ଆମମାନେ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ ଗୀତ 91 ପର୍ବର 9 ଓ 10 ପଦରେ ଏହିପରି ଲେଖା ଅଛି, କାରଣ ହେ ସଦାପ୍ରଭୁ, ତୁମେ ମୋର ଆଶ୍ରୟ, ସର୍ବପରିସ୍ଥଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ। ତୁମକୁ କୌଣସି ବିପଦ ଘଟିବ ନାହିଁ କିମ୍ବା କୌଣସି ମାରି ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ। ଏହା ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ। ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟଙ୍କର ଆଶ୍ରୟ ନିଅନ୍ତି ସେମାନଙ୍କୁ କୌଣସି ପ୍ରକାର ମାରି ଆଘାତ କରିପାରିବ ନାହିଁ। ସେମାନଙ୍କୁ କୌଣସି ବିପଦ ଘଟିବ ନାହିଁ। ଆଉ ଯଦି ବା ଘଟେ, ପ୍ରଭୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ଏହାପରେ 11-12 ପଦରେ ଏହିପରି ଲେଖା ଅଛି, କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ। ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ, ଏଥିପାଇଁ ସେମାନେ ସ୍ୱହସ୍ତରେ ତୁମ୍ଭକୁ ବହିବେ। ଏହି ଅଂଶଟି ଶୟତାନ ନୂତନ ନିୟମରେ ଲୁକ 4 ପର୍ବର 10 ପଦରେ ଆଣି ଉପସ୍ଥାପିତ କରିଅଛି ପ୍ରଭୁ ଯୀଶୁଙ୍କୁ ପରୀକ୍ଷା କରିବା ସମୟରେ। କିନ୍ତୁ ଏକ କୌତୁହଳର ବିଷୟ ଯେ ଶୟତାନ ମଧ୍ୟ ଜାଣିଥିଲା ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ପ୍ରକାଶ କରାଯାଇଥିଲା ବୋଲି। ସେ ପ୍ରଭୁଙ୍କ ବାକ୍ୟ ବିଷୟରେ ମଧ୍ୟ ଜାଣେ ଓ ସେ ନିଜର ଉଦ୍ଦେଶ୍ୟ ସାଧନ ନିମନ୍ତେ ସେହିସବୁ ବାକ୍ୟକୁ ବ୍ୟବହାର କରେ। କିନ୍ତୁ ସେ ଈଶ୍ୱରଙ୍କ ବାକ୍ୟକୁ ଠିକ୍ ଭାବେ ବ୍ୟବହାର କରେ ନାହିଁ, ମାତ୍ର ଏହାକୁ ଚତୁରତାର ସହିତ ବ୍ୟବହାର କରେ। ଏଠାରେ ସେ ତାହା ହିଁ କରିଥିଲା। ସେ ଯୀଶୁଙ୍କୁ ପରୀକ୍ଷା କରିବା ସମୟରେ ସେହି ଅଂଶରୁ କିଛି ବାକ୍ୟ ଛାଡ଼ି ଦେଇଥିଲା, ଆଉ ତାହା ହେଉଛି ତୁମ୍ଭର ସବୁ ଗତିରେ ପ୍ରଭୁ ଯୀଶୁ ପିତା ଈଶ୍ୱରଙ୍କର ଇଚ୍ଛାକୁ ସଫଳ କରିବା ନିମନ୍ତେ ଆସିଥିଲେ। ଆଉ ତାହାର ଅର୍ଥ ହେଉଛି ଯେ ତାହାଙ୍କ ପଥରେ ଚାଲିବା। ଯଦି ସେ ଶୟତାନର କଥା ଅନୁଯାୟୀ କାର୍ଯ୍ୟ କରିଥାନ୍ତେ, ତାହେଲେ ସେ ପିତା ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ହୋଇଥାନ୍ତେ। ସେ ପିତା ଈଶ୍ୱରଙ୍କର ଇଚ୍ଛାକୁ ସଫଳ କରିପାରିନଥାନ୍ତେ। ଏହାପରେ 91 ପର୍ବର 14-16 ପଦ ମଧ୍ୟରେ ଲେଖା ଅଛି, ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା। ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା। ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ ଆମ୍ଭେ ତାହାକୁ ଉତ୍ତର ଦେବା। ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା। ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା। ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା। ଆପଣ ଦେଖନ୍ତୁ, ସେହି ସିଦ୍ଧ ବ୍ୟକ୍ତି ମୃତ୍ୟୁର ଦ୍ୱାର ଦେଇଗଲେ। ସେ ପୃଥିବୀର ସବୁଠାରୁ ନିମ୍ନତମ ସ୍ଥାନକୁ ଓହ୍ଲାଇଗଲେ, ଯାହାର ଅର୍ଥ ହେଉଛି ମୃତ୍ୟୁ ଓ ସମାଧି। ଉଦ୍ଧାର ତୃତୀୟ ଦିନରେ ଆସି ଉପସ୍ଥିତ ହେଲା, ଯେତେବେଳେ ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇଲେ ଓ ତାହାଙ୍କୁ ମହିମାନ୍ୱିତ କଲେ। ଈଶ୍ୱର କହନ୍ତି, ମୁଁ ତାହାଙ୍କୁ ଉଚ୍ଚରେ ସ୍ଥାପନ କରିବି। ଏହି ଗୀତରେ ଆମେ ଖ୍ରୀଷ୍ଟଙ୍କ ବିଷୟ ନେଇ କେତେ ଚମତ୍କାର ବିଷୟ ଲକ୍ଷ୍ୟ କରୁଅଛୁ। ଆପଣ ଦେଖନ୍ତୁ, ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ। ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇ ତାହାଙ୍କୁ ମହିମାନ୍ୱିତ କରାଇଲେ। ଆସନ୍ତୁ ଏହାପରେ ଗୀତ 92 ପର୍ବ ମଧ୍ୟକୁ ଯିବା। ଏହି ଗୀତଟି ବିଶ୍ରାମ ଦିନ ନିମନ୍ତେ ଏକ ପ୍ରଶଂସାର ଗୀତ। ଏହା ବିଶ୍ରାମବାର ନିମିତ୍ତକ ଗୀତ। ଏହା ଏକ ପ୍ରଶଂସାର ଗୀତ ଯାହାକି ପ୍ରକୃତରେ ଏକ ମସୀହତ୍ୱ ଗୀତକୁ ଅନୁସରଣ କରେ। ଏହା ପ୍ରଶଂସା ଉପାସନାର ବିଷୟକୁ ପ୍ରକାଶ କରେ, ଯାହାକି ବିଶ୍ରାମବାର ନିମିତ୍ତ। ତେବେ ସେ ଯାହା ହେଉନା କାହିଁକି, ଏହି ଗୀତରେ ସେହି ଉପାସନାର ବିଷୟ ଏହି ପୃଥିବୀରେ ଥିବା ସମାଗମ ତମ୍ବୁ ସମ୍ବନ୍ଧୀୟ ଓ ଏହା ପ୍ରକୃତିରେ ଏକ ଦିନ ପ୍ରତି ଆଗକୁ ଦୃଷ୍ଟିପାତ କରେ, ଯେଉଁ ସମୟରେ କି ପୁନର୍ବାର ଜେରୁସାଲେମରେ ଏକ ଜାଗତିକ ସମାଗମ ତମ୍ବୁ ସ୍ଥାପିତ ହେବ, ଯେଉଁଠାରେ ଈଶ୍ୱରଙ୍କର ଉଦ୍ଧାରପ୍ରାପ୍ତ ଲୋକମାନେ ସମବେତ ହୋଇ ଈଶ୍ୱରଙ୍କର ଉପାସନା କରିବେ। ମାତ୍ର ଆଜି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଉପାସନା ପୁରାତନ ନିୟମର ସେହି ଇସ୍ରାଏଲୀୟମାନଙ୍କର ଉପାସନାଠାରୁ କିଛିଟା ଭିନ୍ନ ଧରଣର। ସେମାନେ ସେହି ସମାଗମ ତମ୍ବୁ ବା ଆବାସ ମଧ୍ୟରେ ତାହାଙ୍କର ସେବା କରନ୍ତି ନାହିଁ, ମାତ୍ର ସତ୍ୟରେ ଓ ଆତ୍ମାରେ ଈଶ୍ୱରଙ୍କର ସେବା କରନ୍ତି, ଯାହାକି ଯୋହନ 4 ପର୍ବର 21-23 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ତେବେ ଗୀତ 92ର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ବିଶ୍ରାମବାର ନିମିତ୍ତକ ଗୀତ। ସଦାପ୍ରଭୁଙ୍କ ଧନ୍ୟବାଦ କରିବାର ଉତ୍ତମ। ହେ ସର୍ବପରିସ୍ଥ, ତୁମ ନାମରେ ପ୍ରଶଂସା ଗାନ କରିବାର, ପୁଣି ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ। ଆପଣ ଉତ୍ତମ ବିଷୟ ସାଧନ କରିବାକୁ ଚାହାନ୍ତି କି? ତାହେଲେ ଆପଣ ଯେଉଁଠାରେ ଥାଆନ୍ତୁ ନା କାହିଁକି ତାହାଙ୍କର ଧନ୍ୟବାଦ ଓ ପ୍ରଶଂସାର ଗୀତ ଗାନ କରନ୍ତୁ। ହୋଇପାରେ ଆପଣଙ୍କୁ ଗୀତ ଗାଇବା ଜଣା ନାହିଁ, ମାତ୍ର ଆପଣ ମନେ ମନେ ପ୍ରଭୁଙ୍କର ଧନ୍ୟବାଦ ପ୍ରଶଂସା କରିପାରିବେ।
ଏହାପରେ 92 ପର୍ବର 3 ପଦରେ ଏହିପରି ଲେଖା ଅଛି, ପ୍ରାତଃକାଳରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ଓ ପ୍ରତି ରାତ୍ରି ତୁମ ବିଶ୍ୱସ୍ତତା ପ୍ରଚାର କରିବାର ଉତ୍ତମ। ଆପଣ ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଓ ବିଶ୍ୱସ୍ତତା ନିମନ୍ତେ ପ୍ରାତଃକାଳରେ ଓ ରାତ୍ରିରେ ତାହାଙ୍କର ଧନ୍ୟବାଦ କରିପାରିବେ। ପ୍ରତି ପ୍ରାତେ ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଓ ପ୍ରତି ରାତ୍ରେ ତାହାଙ୍କର ବିଶ୍ୱସ୍ତତା ନିମନ୍ତେ ତାହାଙ୍କର ଧନ୍ୟବାଦ କରିପାରିବେ। 6 ପଦରେ ଲେଖା ଅଛି, ପଶୁବତ୍ ଲୋକ ଜାଣେ ନାହିଁ, କିଏ ବା ନିର୍ବୋଧ ଲୋକ ଏହା ବୁଝେ ନାହିଁ। ସେମାନେ ଈଶ୍ୱରଙ୍କର ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତାକୁ ବୁଝିପାରନ୍ତି ନାହିଁ, କିଏ ବା ଜାଣିପାରନ୍ତି ନାହିଁ। ପ୍ରିୟ ବନ୍ଧୁ, ଯେଉଁମାନେ ଏହା ଜାଣିପାରନ୍ତି ନାହିଁ ସେମାନେ ହେଉଛନ୍ତି ପଶୁବତ୍ ଲୋକ, ନିର୍ବୋଧ ଲୋକ। ଏହାପରେ 8 ପଦରେ ଲେଖା ଅଛି, ମାତ୍ର ହେ ସଦାପ୍ରଭୁ ତୁମେ ଅନନ୍ତକାଳ ଊର୍ଦ୍ଧ୍ୱବାସୀ। ଲେଖା ଅଛି ଊର୍ଦ୍ଧ୍ୱବାସୀ। ଏହି ଶବ୍ଦଟି ଆମମାନଙ୍କ ଈଶ୍ୱରଙ୍କ ନିମନ୍ତେ ସେହି 1000 ବର୍ଷର ଶାନ୍ତି ରାଜ୍ୟର ନାମ। ଏହି ଗୀତଟି ଏକ ମହାନ 1000 ବର୍ଷର ଶାନ୍ତି ରାଜ୍ୟର ଗୀତ। ମାତ୍ର କେତେକ ପଦ ସେହି ସମୟର ପୃଥିବୀର ପରିସ୍ଥିତିକୁ ଫେରି ଚାହେଁ। ମନୁଷ୍ୟକୁ ନିର୍ବୋଧ ରୂପେ ଚିତ୍ରଣ କରାଯାଇଅଛି। ସେ ସାଧୁତାର ସହିତ ଜୀବନଯାପନ କରେ ନାହିଁ। ସେ ଈଶ୍ୱରଙ୍କ ପ୍ରତି ଦୃଷ୍ଟି କରେ ନାହିଁ। ସେ ପାପରେ ମଗ୍ନ ହୁଏ। ସେ ମୂର୍ଖର ପରି ଆଚରଣ କରେ। ସେ ତାହାର ହିତାହିତ୍ୟ ଜ୍ଞାନ ହରାଇ ବସେ। ସେ ଆତ୍ମିକ ବିଷୟ ସବୁକୁ ବୁଝିପାରିବ ନାହିଁ। ଅନେକ ଲୋକ ଏହିପରି ଜୀବନଯାପନ କରନ୍ତି, ସତେ ଯେପରି ଈଶ୍ୱର ନାହାନ୍ତି। ସେମାନେ ଖାଇବା, ପିଇବା, ଖେଳିବା ଓ ଶୋଇବାରେ ଓ କାମ କରିବାରେ ବ୍ୟସ୍ତ ରୁହନ୍ତି, କିନ୍ତୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଆନ୍ତି। ତାହା ହିଁ ସେମାନଙ୍କ ନିମନ୍ତେ ସବୁକିଛି। ତାହା ହିଁ ହେଉଛି ସେମାନଙ୍କ ନିମନ୍ତେ ଜୀବନର ଅର୍ଥ। ମାତ୍ର 92 ପର୍ବର 12 ପଦରେ ଏକ ଚମତ୍କାର ବିଷୟ ଆମେ ଲକ୍ଷ୍ୟ କରିବାକୁ ପାରୁଛୁ। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ଧାର୍ମିକ ଲୋକ ତାଳବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ। ସେ ଲିବାନୋନରେ ଏରସ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ। ଲେଖା ଅଛି ତାଳବୃକ୍ଷ। ତାଳବୃକ୍ଷ ବିଜୟର ବିଷୟକୁ ପ୍ରକାଶ କରେ ଓ ଏରସ ବୃକ୍ଷ ବଳ ଓ ଗାମ୍ଭୀର୍ଯ୍ୟତାକୁ ପ୍ରକାଶ କରେ। ଏହା ହିଁ ଧାର୍ମିକର ପ୍ରତିଛବି ପ୍ରଦାନ କରେ, ଯେଉଁମାନେ କି ଆଜି ମଧ୍ୟ ଈଶ୍ୱରଙ୍କ ସହିତ ସଂଯୁକ୍ତ ଜୀବନଯାପନ କରନ୍ତି। ଆସନ୍ତୁ ଏହାପରେ 93 ପର୍ବ ମଧ୍ୟକୁ ଯିବା। ଏହା ସେହି ଆଗାମୀ 1000 ବର୍ଷର ଶାନ୍ତି ରାଜ୍ୟର ପ୍ରଶଂସାର ଗୀତ ହେବ। ଏହା ପ୍ରଶଂସାର ଗୀତ, କାରଣ ରାଜା ରାଜତ୍ୱ କରୁଅଛନ୍ତି। ଏହା ସେହି ପ୍ରଭୁ ଯୀଶୁଙ୍କ ବିଷୟ ନେଇ ପ୍ରକାଶ କରେ, ଯିଏକି ମହିମାର ସହିତ ପୃଥିବୀ ଉପରେ ରାଜତ୍ୱ କରିବା ନିମନ୍ତେ ଆସୁଅଛନ୍ତି। ଏହା 5 ପଦ ସମ୍ବଳିତ ଏକ କ୍ଷୁଦ୍ର ଗୀତ। ଏହି କ୍ଷୁଦ୍ର ଗୀତଟି ଗୀତ 92 ଓ 94 ମଧ୍ୟରେ ଏକ ଯୋଗାଯୋଗ ରକ୍ଷା କରେ। ଏହା ଏକ ପ୍ରଶଂସାର ଗୀତ, କାରଣ ରାଜା ରାଜତ୍ୱ କରୁଅଛନ୍ତି। ତେବେ ଦେଖନ୍ତୁ, ଗୀତ 93ର ପ୍ରଥମ ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ରାଜ୍ୟ କରନ୍ତି, ସେ ମହିମାରେ ବସ୍ତ୍ରାନ୍ୱିତ। ସଦାପ୍ରଭୁ ବସ୍ତ୍ରାନ୍ୱିତ ହୋଇ ବଳରେ ଆପଣା କଟି ବାନ୍ଧିଅଛନ୍ତି। ଜଗତ ମଧ୍ୟ ଏପରି ସ୍ଥାପିତ ଯେ ତାହା ବିଚଳିତ ହୋଇ ନପାରେ। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରାଜତ୍ୱ ବିଷୟ ନେଇ ପ୍ରକାଶ କରେ, ଯେତେବେଳେ କି ସେ ଏହି ଜଗତକୁ ପୁନର୍ବାର ଆଗମନ କରି ଏହି ପୃଥିବୀ ଉପରେ ତାଙ୍କର ସିଂହାସନ ସ୍ଥାପନ କରିବେ। ଏହି ପୃଥିବୀ ଉପରେ ରାଜତ୍ୱ କରିବେ। ସେ ସମସ୍ତ ପ୍ରକାର ଅଧାର୍ମିକତାର ବିଷୟକୁ ଲୋପ କରିବେ। ସମସ୍ତ ପ୍ରକାର ବିଦ୍ରୋହର ବିଷୟକୁ ସେ ଦମନ କରିବେ ଓ ଯେଉଁମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯାଇଥିବେ ସେମାନେ ପରାଜିତ ହୋଇ ଅପମାନିତ ତଥା ଲଜ୍ଜିତ ହେବେ ଓ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବେ। ଏହାପରେ 3 ପଦରେ ଲେଖା ଅଛି, ହେ ସଦାପ୍ରଭୁ ନଦୀ ସକଳ ବଢ଼ି ଉଠିଅଛନ୍ତି। ନଦୀ ସବୁ ଆପଣା ଆପଣା ଧ୍ୱନି ଉଠାଇଅଛନ୍ତି। ପାପରୂପକ ବନ୍ୟା ଦୂରୀଭୂତ ହୋଇଅଛି। ଶୟତାନର ମସ୍ତକ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଅଛି। ଏହା ସେହି 1000 ବର୍ଷର ଶାନ୍ତି ରାଜ୍ୟକୁ ଦର୍ଶାଏ, ଯେଉଁ ସମୟରେ ଶୟତାନ ବିନଷ୍ଟ ହେବ, ପାପର ବିନାଶ ଘଟିବ, ଧାର୍ମିକତା ରାଜତ୍ୱ କରିବ, ଧାର୍ମିକତା ସ୍ଥାପିତ ହେବ। ବାସ୍ତବରେ ସେହି ଦିନ କେତେ ମହାନ ଦିନ ହେବ, କେତେ ଆନନ୍ଦ ଉଲ୍ଲାସର ଦିନ ହେବ। ଏହାପରେ 4 ଓ 5 ପଦରେ ଲେଖା ଅଛି, ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ। ତୁମ୍ଭର ପ୍ରମାଣ ବାକ୍ୟ ଅତି ନିଶ୍ଚିତ। ହେ ସଦାପ୍ରଭୁ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା। ବାସ୍ତବରେ ଏହା କେତେ ଆନନ୍ଦର ସମୟ ହେବ।
ଆଉ ଆମମାନେ ସେହି ପ୍ରଭୁଙ୍କ ସହିତରେ ରହି ଆନନ୍ଦ କରିବା। ଅନନ୍ତ କାଳ ପର୍ଯ୍ୟନ୍ତ ଆମମାନେ ସେହି ଆନନ୍ଦ ଓ ଶାନ୍ତି ଉପଭୋଗ କରିବା। ଆସନ୍ତୁ ଏହାପରେ 94 ପର୍ବ ମଧ୍ୟକୁ ଯିବା। ଏହି ଗୀତର ମୁଖ୍ୟ ପ୍ରସଙ୍ଗ ହେଉଛି ଦୁଷ୍ଟର ବିରୁଦ୍ଧରେ ହସ୍ତକ୍ଷେପ କରିବା ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା। ଗୀତ 94ରୁ 100 ପର୍ବ ମଧ୍ୟରେ ଆମେ ଏକ ଧାରାବାହିକ ବିଷୟବସ୍ତୁ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କର ଏହି ଜଗତ ଉପରେ ରାଜତ୍ୱର ସମୟକୁ ଆନନ୍ଦର ସହିତ ପ୍ରତିପାଳନ କରିବାର ବିଷୟକୁ ପ୍ରକାଶ କରେ। ଏହି 7ଟି ଯାକ ଗୀତ ସେହି ଆଗାମୀ ଶାନ୍ତି ରାଜ୍ୟର ଗୀତ ରୂପେ ପରିଚିତ। ଏହି ଗୀତଗୁଡ଼ିକ ପ୍ରଭୁ ଯୀଶୁଖ୍ରୀଷ୍ଟ ଓ ଏହି ପୃଥିବୀ ଉପରେ ତାହାଙ୍କ ରାଜତ୍ୱ ବିଷୟ ନେଇ ଭାବାଣୀ ପ୍ରକାଶ କରେ, ଯାହାକି ସେହି ମହାକ୍ଲେଶର ସମୟକୁ ଓ ସେହି ମହାକ୍ଲେଶର ସମୟରେ ମନୁଷ୍ୟ ଉପରକୁ ଆସୁଥିବା ସମସ୍ତ କ୍ଲେଶର ବିଷୟକୁ ପ୍ରକାଶ କରେ। ତେବେ ଗୀତ 94 ପର୍ବଟି ସେହି ଦୁଷ୍ଟର ବିରୁଦ୍ଧରେ ହସ୍ତକ୍ଷେପ କରିବା ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନାର ବିଷୟକୁ ଉପସ୍ଥାପିତ କରେ। ଏହା ସେହି ମହାକ୍ଲେଶର ସମୟରେ ଅବଶିଷ୍ଟ ଈଶ୍ୱର ବିଶ୍ୱାସୀମାନଙ୍କର ପ୍ରାର୍ଥନା। ତେବେ 94 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ ପ୍ରତିଫଳଦାତା ପରମେଶ୍ୱର, ହେ ପ୍ରତିଫଳଦାତା ପରମେଶ୍ୱର, ତୁମେ ପ୍ରକାଶମାନ ହୁଅ। ଦିନ ଆସୁଅଛି, ସେ ପ୍ରତ୍ୟେକଙ୍କର ବିଚାର କରିବା ନିମନ୍ତେ ପ୍ରକାଶମାନ ହେବେ ଓ ସେ ନ୍ୟାୟ ବିଚାର ସାଧନ କରିବେ। ସେ ସମସ୍ତ ପ୍ରକାର ଅଧାର୍ମିକତାର ବିଷୟକୁ ଲୋପ କରିବେ ଓ ଦୁଷ୍ଟକୁ ତାହାର ପ୍ରତିଫଳ ଦେବେ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଏହି ଜଗତକୁ ଆଗମନ କରୁଅଛନ୍ତି, କିନ୍ତୁ ସେ ତାହାଙ୍କ ନିରୂପିତ ସମୟ ଅନୁସାରେ ଆଗମନ କରୁଅଛନ୍ତି। ଆପଣଙ୍କର ବା ମୋର ସମୟ ଅନୁଯାୟୀ ନୁହେଁ। ସେ ଯେତେବେଳେ ଆସିବେ, ସେତେବେଳେ ସେ ସମସ୍ତ ପ୍ରକାର ବିଷୟକୁ ନିଜର ଆୟତ୍ତାଧୀନ କରି ରଖିବେ, ଯାହାକି ଆମମାନଙ୍କ ଜୀବନ ପ୍ରତି କ୍ଲେଶଦାୟକ। ବର୍ତ୍ତମାନ ପାଇଁ ସେ କେବଳ କହନ୍ତି, ମୋ ହାତ ଧର ଓ ବିଶ୍ୱାସରେ ଚାଲ। ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ସେ ପ୍ରତିଫଳ ଦେବେ। ଈଶ୍ୱର ବିଷୟ ସବୁକୁ ସମ୍ଭାଳିବେ ଓ ସେହି ସବୁକୁ ସେ ସଜାଡ଼ି ଦେବେ। ଅନେକ ବିଷୟ ସବୁ ରହିଅଛି ଯାହାକି ସଜଡ଼ା ଯିବାକୁ ଅଛି। ଆଉ ସେ ଯେତେବେଳେ ପୁନର୍ବାର ଗୌରବ ଓ ମହିମାରେ ଏହି ପୃଥିବୀକୁ ଆଗମନ କରିବେ, ସେତେବେଳେ ସେ ସମସ୍ତ ବିଷୟକୁ ଶୃଙ୍ଖଳିତ କରିବେ। ଇତ୍ୟବସରରେ ଆମମାନେ ନିଜେ ପ୍ରତିଶୋଧ ନେବା ଆବଶ୍ୟକ ନାହିଁ। ଆମମାନେ ସମସ୍ତ ବିଷୟକୁ ଈଶ୍ୱରଙ୍କ ହସ୍ତରେ ଛାଡ଼ିଦେବା ଉଚିତ। ଏହାପରେ 94 ପର୍ବର 8 ଓ 9 ପଦରେ ଏହିପରି ଲେଖା ଅଛି, ହେ ଲୋକଙ୍କ ମଧ୍ୟରେ ପଶୁବତ୍ ଲୋକେ, ତୁମେମାନେ ବିବେଚନା କର। ହେ ମୂଢ଼ଗଣ, ତୁମେମାନେ କେବେ ଜ୍ଞାନବାନ ହେବ? ଯେ କର୍ଣ୍ଣ ରୋପଣ କଲେ, ସେ କି ଶୁଣିବେ ନାହିଁ? ଯେ ଚକ୍ଷୁ ଗଢ଼ିଲେ, ସେ କି ଦେଖିବେ ନାହିଁ? ଈଶ୍ୱର ପୁନର୍ବାର ଦୁଷ୍ଟ ଓ ନିର୍ବୋଧମାନଙ୍କୁ କହନ୍ତି। ସେ ସେମାନଙ୍କର କଥା ଶୁଣନ୍ତି ଓ ସେମାନଙ୍କର ଦୁଷ୍ଟତାକୁ ଦେଖନ୍ତି ଓ ସବୁକିଛି ଲେଖି ରଖନ୍ତି। ସେ ତହିଁର ବିଚାର ମଧ୍ୟ କରିବା ପାଇଁ ଯାଉଅଛନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ନ୍ୟାୟବାନ ବିଚାରକର୍ତ୍ତା। ଈଶ୍ୱର ହେଉଛନ୍ତି ଆତ୍ମା। ଆମମାନେ ଯେପରି ଶୁଣୁ, ସେ ସେପରି ଶୁଣନ୍ତି ନାହିଁ, ମାତ୍ର ସେ ଶୁଣନ୍ତି। ଆମ୍ଭେମାନେ ଯେପରି ଦେଖୁ, ସେ ସେପରି ଦେଖନ୍ତି ନାହିଁ, ମାତ୍ର ସେ ଦେଖନ୍ତି। ଏହି ଜଗତରେ ପାପୀ ଭାବେ ଯେ ସେ ପାପ କରି ତ୍ରାହି ପାଇଯାଇଅଛି ବା ତ୍ରାହି ପାଇଯାଉଛି, କିନ୍ତୁ ଈଶ୍ୱର ତାହା ଦେଖନ୍ତି, ଶୁଣନ୍ତି ଓ ମନୁଷ୍ୟ ଯାହା ସବୁ କରେ ତାହାର ବିବରଣୀ ରଖିବା ନିମନ୍ତେ ସେ ସମର୍ଥ। ପ୍ରିୟ ବନ୍ଧୁ, ଆପଣଙ୍କ ପାପ ନିମନ୍ତେ କେବଳ 2ଟି ସ୍ଥାନ ଅଛି। ଏହା ଖ୍ରୀଷ୍ଟଙ୍କ ଉପରେ ରହିପାରେ, କିମ୍ବା ଆପଣଙ୍କ ଉପରେ ବୋଝ ହୋଇ ରହିପାରେ। ଯଦି ତାହା ଖ୍ରୀଷ୍ଟଙ୍କ ଉପରେ ରହିଅଛି, ତାହେଲେ ବିଚାର ଅପସାରିତ ହୋଇଅଛି। ଯଦି ତାହା ନୁହେଁ, ତାହେଲେ ସେହି ଭବିଷ୍ୟତରେ କେବଳ ବିଚାର ଆପଣଙ୍କ ନିମନ୍ତେ ଅପେକ୍ଷା କରିଅଛି। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି, ସେମାନଙ୍କ ନିମନ୍ତେ ଏକ ଗୌରବମୟ ଭବିଷ୍ୟତ ରହିଅଛି। ଆପଣ ଯଦି ଏପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ନିକଟକୁ ଆସିନାହାନ୍ତି, ତାହେଲେ ଆପଣଙ୍କୁ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବାକୁ ପଡ଼ିବ, ଆଉ ତାହା ଅତି ଭୟଙ୍କର। କାରଣ ଈଶ୍ୱରଙ୍କର ହସ୍ତରେ ପଡ଼ିବା ଅତି ଭୟଙ୍କର ବିଷୟ। ପ୍ରିୟ ବନ୍ଧୁ, ଆପଣଙ୍କ ପାପ ଆଜି ଆପଣଙ୍କ ଉପରେ ଭାର ସ୍ୱରୂପ ହୋଇ ରହିଅଛି ନା ଆପଣ ତାହା ସବୁ ଖ୍ରୀଷ୍ଟଙ୍କ କ୍ରୁଶ ନିକଟରେ ରଖିଅଛନ୍ତି? ଯଦି ଆପଣ ଖ୍ରୀଷ୍ଟଙ୍କ କ୍ରୁଶ ନିକଟରେ ରଖିଅଛନ୍ତି, ତାହେଲେ ଆପଣ ଉଦ୍ଧାରପ୍ରାପ୍ତ ହୋଇଅଛନ୍ତି।
ଆଉ ସେହିସବୁ ପାପ ଆପଣଙ୍କ ନିମନ୍ତେ ବୋଝ ସ୍ୱରୂପ ହୋଇ ରହିନାହିଁ। ସେ ଆପଣଙ୍କର ପାପ ବୋଝକୁ ହାଲୁକା କରିଦେଇଛନ୍ତି। ଯଦି ଆପଣ ସେହି ପାପ ବୋଝକୁ ନିଜ ଉପରେ ରଖି ଆପଣ ନୀରବ ରହିଛନ୍ତି, ତାହେଲେ ସେହି ବୋଝକୁ କେହି ହାଲୁକା କରିଦେଇପାରିବେ ନାହିଁ। ଏ ଜଗତରେ କେହି ନାହିଁ ଯିଏକି ଆପଣଙ୍କର ପାପ ବୋଝକୁ ହାଲୁକା କରିଦେବ। ଆପଣ ତହିଁର ପରିବର୍ତ୍ତେ କିଛି ମଧ୍ୟ ଦେଇପାରିବେ ନାହିଁ। ସେହି ପାପ ଋଣ ଆପଣ କେବେ ହେଲେ ଶୁଝିପାରିବେ ନାହିଁ। ତାହା ଆପଣଙ୍କ ନିମନ୍ତେ ପ୍ରଭୁ ଯୀଶୁ ଶୁଝିଅଛନ୍ତି। ତେଣୁ ସେହି ପ୍ରଭୁ ଯୀଶୁଙ୍କ ନିକଟକୁ ଯାଆନ୍ତୁ, ନିଜର ପାପ ସବୁକୁ ସ୍ୱୀକାର କରନ୍ତୁ, ତାହେଲେ ସେ ଆପଣଙ୍କର ପାପ ବୋଝକୁ ହାଲୁକା କରିଦେବେ। ସେ ଆପଣଙ୍କୁ ସେହି ବାସ୍ତବ ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କରିବେ। ଆପଣ ତାହା ନିଜେ ଅନୁଭବ କରିପାରିବେ। 94 ପର୍ବର 23 ପଦରେ ଏହିପରି ଲେଖା ଅଛି, ପୁଣି ସେ ସେମାନଙ୍କ ନିଜ ଅଧର୍ମ ସେମାନଙ୍କ ଉପରେ ବର୍ତ୍ତାଇ ଅଛନ୍ତି, ଆଉ ସେମାନଙ୍କ ନିଜ ଦୁଷ୍ଟତାରେ ସେମାନଙ୍କୁ ଉଚ୍ଛିନ୍ନ କରିବେ। ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ସେମାନଙ୍କୁ ଉଚ୍ଛିନ୍ନ କରିବେ। ଦେଖନ୍ତୁ, ସେ କେଉଁମାନଙ୍କୁ ଉଚ୍ଛିନ୍ନ କରିବେ? ନିର୍ବୋଧମାନଙ୍କୁ, ପଶୁବତ୍ ଲୋକମାନଙ୍କୁ ସେମାନଙ୍କୁ ସେ ଉଚ୍ଛିନ୍ନ କରିବେ। ଈଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣି ଯେ ଦୁଷ୍ଟମାନଙ୍କର ବିଚାର କରିବେ, ଏହି ଭରସାର ସହିତ ଏହି ଗୀତଟି ସମାପ୍ତ ହୁଏ। ପ୍ରିୟ ବନ୍ଧୁ, ଈଶ୍ୱର ନିଶ୍ଚିତ ଭାବେ ଦୁଷ୍ଟ ତଥା ଅଧାର୍ମିକମାନଙ୍କର ବିଚାର କରିବେ ଓ ସେ ତାହା ଖ୍ରୀଷ୍ଟଙ୍କ ହସ୍ତ ଦ୍ୱାରା ସାଧନ କରିବା ପାଇଁ ଯାଉଅଛନ୍ତି। କିନ୍ତୁ ଆମେ କ'ଣ ତହିଁରୁ ବର୍ତ୍ତିବା ନିମନ୍ତେ ପ୍ରସ୍ତୁତ ଅଛୁ କି? ଆମମାନଙ୍କ ଜୀବନ କ'ଣ ପ୍ରଭୁଙ୍କର ଗ୍ରହଣଯୋଗ୍ୟ ହୋଇପାରିଛି କି? ଆମେ କ'ଣ ପାପରହିତ ଜୀବନଯାପନ କରିପାରୁଛୁ କି? ତେଣୁ ପ୍ରିୟ ବନ୍ଧୁ, ବର୍ତ୍ତମାନ ମଧ୍ୟ ସମୟ ଅଛି, ସୁଯୋଗ ଅଛି। ଆମେ ନିଜର ପାପମୟ ଜୀବନ ନିମନ୍ତେ ସଚେତନ ହେଉ। ଆମମାନେ ସେହି ପଶୁବତ୍ ଲୋକମାନଙ୍କ ପରି ଆଚରଣ ନ କରୁ ବା ସେହି ନିର୍ବୋଧମାନଙ୍କ ପରି ଆଚରଣ ନ କରୁ। ଆସନ୍ତୁ ଏହାପରେ ଆମେ 95 ଗୀତ ମଧ୍ୟକୁ ଯିବା। ଏହି ଗୀତ 95ରୁ 99 ପର୍ବ ପର୍ଯ୍ୟନ୍ତ ଆମମାନେ ଆନନ୍ଦର ଗୀତଗୁଡ଼ିକୁ ଲକ୍ଷ୍ୟ କରିବାକୁ ପାରିବା। ଗୀତ 95 ପର୍ବଟି ହେଉଛି ଏକ ଆନନ୍ଦପୂର୍ଣ୍ଣ ପ୍ରଶଂସାର ଗୀତ। ତେବେ 95 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ଆହେ ଆସ ଆମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ, ଆମମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ। ଆମେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ, ଆମେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ। କାରଣ ସଦାପ୍ରଭୁ ମହାନ ପରମେଶ୍ୱର ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି। ବାସ୍ତବରେ ସେ ସମସ୍ତଙ୍କର ଊର୍ଦ୍ଧ୍ୱରେ ଓ ସମସ୍ତେ ତାହାଙ୍କର ଅଧୀନସ୍ଥ। ତାପରେ ସେ ସୃଷ୍ଟିକର୍ତ୍ତା ରୂପେ ପୂଜିତ ହୋଇଅଛନ୍ତି। 4-6 ପଦ ମଧ୍ୟରେ ଲେଖା ଅଛି, ପୃଥିବୀର ଗଭୀର ସ୍ଥାନ ସବୁ ତାହାଙ୍କ ହସ୍ତଗତ, ପର୍ବତଗଣର ଶିଖର ମଧ୍ୟ ତାହାଙ୍କର, ସମୁଦ୍ର ମଧ୍ୟ ତାହାଙ୍କର। ସେ ତାହା ସୃଷ୍ଟି କଲେ, ପୁଣି ଶୁଷ୍କ ଭୂମି ତାହାଙ୍କ ହସ୍ତ ନିର୍ମିତ। ଆହେ ଆସ ଉବୁଡ଼ ହୋଇ ପ୍ରଣାମ କରୁ, ଆମମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ। ସେ ସୃଷ୍ଟିକର୍ତ୍ତା ଓ ସମସ୍ତେ ତାହାଙ୍କୁ ସୃଷ୍ଟିକର୍ତ୍ତା ରୂପେ ପୂଜା କରିବା ଆବଶ୍ୟକ। ବାସ୍ତବରେ ପ୍ରିୟ ବନ୍ଧୁ, ଆଜି ଆମମାନେ ଈଶ୍ୱରଙ୍କୁ କେଉଁ ପ୍ରକାର ଅବସ୍ଥାରେ ରଖିଛୁ? ଆମମାନେ କ'ଣ ଆଜି ଈଶ୍ୱରଙ୍କୁ ଈଶ୍ୱର ବୋଲି ସ୍ଥାନ ଦେଇପାରିଛୁ? ଆମେ କ'ଣ ଆଜି ଈଶ୍ୱରଙ୍କୁ ଜୀବନ୍ତ ଭାବେ ସ୍ଥାନ ଦେଇପାରିଛୁ? ନା ଆମମାନେ ତାହାଙ୍କୁ ଏହି ସୃଷ୍ଟ ବସ୍ତୁ ସହିତ ତୁଳନା କରୁଅଛୁ, ଏହି ସୃଷ୍ଟି ସହିତ ତୁଳନା କରୁଅଛୁ? କିନ୍ତୁ ଈଶ୍ୱର ଆମମାନଙ୍କର ସେ ପ୍ରକାର ଈଶ୍ୱର ନୁହନ୍ତି। ସେ ହେଉଛନ୍ତି ସମଗ୍ର ବିଶ୍ୱର ସୃଷ୍ଟିକର୍ତ୍ତା। ସେ ହେଉଛନ୍ତି ସବୁର ସୃଷ୍ଟିକର୍ତ୍ତା ଏବଂ ସମସ୍ତଙ୍କର ଊର୍ଦ୍ଧ୍ୱରେ। ତାହାଙ୍କ ସହିତ କୌଣସି ବିଷୟ ତୁଳନା କରାଯାଇ ନପାରେ। କିନ୍ତୁ ଆଜି ଆମମାନେ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କୁ କେଉଁ ପ୍ରକାର ସ୍ଥାନ ଦେଇଅଛୁ? ଆମମାନେ ତାହାଙ୍କୁ ସୃଷ୍ଟ ବସ୍ତୁ ସହିତ ସ୍ଥାନ ଦେଇଛୁ, ନା କାଷ୍ଠ, ପ୍ରସ୍ତର ଓ ମୃତ୍ତିକା ସହିତ ସମାନ କରିଦେଇଛୁ? ଈଶ୍ୱର ହେଉଛନ୍ତି ଜୀବନ୍ତ ଈଶ୍ୱର। ସେ ମନୁଷ୍ୟକୁ ଜୀବନ୍ତ ଭାବେ ସୃଷ୍ଟି କଲେ। ସେ ମନୁଷ୍ୟକୁ ଚକ୍ଷୁ ଦେଲେ ଦେଖିବା ପାଇଁ, କର୍ଣ୍ଣ ଦେଲେ ଶୁଣିବା ପାଇଁ, ମୁଖ ଦେଲେ କହିବା ପାଇଁ, ହସ୍ତ ଦେଲେ କାର୍ଯ୍ୟ କରିବା ପାଇଁ, ପଦ ଦେଲେ ଚାଲିବା ପାଇଁ। କିନ୍ତୁ ଆଜି ଆମମାନଙ୍କର ଈଶ୍ୱରକୁ ଆମେ କେଉଁ ପ୍ରକାର ଅବସ୍ଥା ରଖିଛୁ? ଆମମାନେ କ'ଣ ତାଙ୍କୁ ପଙ୍ଗୁରେ ପରିଣତ କରିଦେଇଛୁ? ଆମେ କ'ଣ ତାହାଙ୍କୁ ଅନ୍ଧରେ ପରିଣତ କରିଦେଇଛୁ? ଆମେ କ'ଣ ତାହାଙ୍କୁ ମୂକ ଓ ବଧିରରେ ପରିଣତ କରିଦେଇଛୁ? କିନ୍ତୁ ଯେଉଁ ଈଶ୍ୱର ଆମମାନଙ୍କୁ ଜୀବନ୍ତ କରି ସୃଷ୍ଟି କଲେ, ଯେଉଁ ଈଶ୍ୱର ଆମମାନଙ୍କୁ ଚକ୍ଷୁ ଦେଲେ, କର୍ଣ୍ଣ ଦେଲେ, ମୁଖ ଦେଲେ, ହସ୍ତ ଦେଲେ, ପାଦ ଦେଲେ, ସେ କେବେ ହେଲେ ମନୁଷ୍ୟ ଉପରେ ନିର୍ଭର କରିପାରନ୍ତି ନାହିଁ, କି ମନୁଷ୍ୟ ତାହାଙ୍କୁ ବହନ କରିପାରିବ ନାହିଁ
ମାତ୍ର ସେ ମନୁଷ୍ୟକୁ ବହନ କରନ୍ତି। ତେଣୁ ଆସୁ ଈଶ୍ୱରଙ୍କ ସ୍ଥାନ ଦେଇ ତାହାଙ୍କୁ ଗୌରବାନ୍ୱିତ କରୁ। ତାହେଲେ ସେ ଖୁସି ହେବେ, ସନ୍ତୁଷ୍ଟ ହେବେ। ତାହାଙ୍କର ଅଭିମତ ଆମମାନଙ୍କ ଜୀବନ ଦ୍ୱାରା ସଫଳ ହୋଇପାରିବ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।